ମଝିରେ କାମ ଚୋର ସରକାର କରୁଥିଲେ, ଯୋଉମାନେ କାମ କରୁନାହାନ୍ତି ଛକ ଲୋକ ଲେଜି ଲୋକ ତାଙ୍କୁ ଚଳିବା ପାଇଁ କାମ ଚୋର ତାଲିକା ସରକାର କହିବେନି, ସେ କଥା ପଛରେ ରହିବ। ସେଇଠି ଅବସ୍ଥା ହେଇଛି। ଯୋଉମାନେ ଦରମା ନଉଛନ୍ତି, ପେନସନ ନଉଛନ୍ତି, ଗାଡି ଘୋଡା ପିଅନ ନେଇଛନ୍ତି, ସେମାନେ ଯୋଉ ଏଭଳି ବାଦନ ସରକାର ସିଧା ବହିଷ୍କାର ସସ୍ପେଣ୍ଡ ନୁହଁ, ଆଉ ସିଧା ବହିଷ୍କାର କରିଦିଅ। ଆଗକୁ ବହିଷ୍କାର ନ କଲେ ପ୍ରଶାସନ ଗତିଶୀଳ ହବନି। ଆମେ ଯୋଉ ଉଦ୍ଦେଶ୍ୟ ରାଷ୍ଟ୍ର ବ୍ୟବସ୍ଥା ହେଇଛି, ବିଧାନସଭା ହେଇଛି, ଲୋକସଭା ହେଇଛି, ଅନ୍ୟାନ୍ୟ କଥା ହେଇଛି ଲୋକଙ୍କ ପାଇଁ ସବୁ ବ୍ୟର୍ଥ ହଉଛନ୍ତି। ଏଇ କଥାକୁ ଚିଫ ସେକ୍ରେଟାରୀ ତାକୁ ନୋଟିସ କି ନିଅନ୍ତୁ, ତାଙ୍କ ବିଷୟରେ ଇନକ୍ୱାରି କରନ୍ତୁ, ତାଙ୍କ ଦୃଷ୍ଟାନ୍ତମୂଳକ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ହଉ। ସେ କେବେ କହିବେ କିନ୍ତୁ ଭଲ ଲାଗୁନି, କାମର ଇଚ୍ଛା କାମ କରିବା ଇଚ୍ଛା ଭିଆରଏସ ଘରକୁ ପଳାଅ, ଚାକିରି ମିଳିବ, ଦରମା ପାଇବ, ଭିଆରଏସ ହେଲା କଥାଟେ ଦେବ, ସେମିତି ହେଇପାରିବ। ଆକୁ ନବନିର୍ମାଣ ବିରୋଧ କରୁ। ଭବିଷ୍ୟତରେ ଆମେ ଏଭଳି ଅପସନ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱତନ୍ତ୍ର ଦାବି କରୁ। চেয়ার ছাড় দেওয়া উচিত। সব কলেক্টরটা গোটা ইম্পর্টান্ট পোর্টফুল গরিব লোক। মু এই না হচ্ছে সব কলেক্টর ভুবনেশ্বর, তহସିଲଦାର ଭୁବନେଶ୍ୱର ଗରିବ ଲୋକଙ୍କୁ ନେଇକି ଗୋଟେ ରଣସିଂହପୁର ବୋଲି ଗାଁ ତାକୁ ଉଠେଇ ଦେବେ ବୋଲି ବସିଛନ୍ତି। ମୁଁ କହିକି ଆସୁଛି କି ସେମାନଙ୍କ ଉପରେ ସବୁ ନିର୍ଭର କରୁଛି। ସବ୍ କଲେକ୍ଟର ହାତରେ ଗରିବ ଲୋକଙ୍କୁ ଜମି ଦବା ନବା, ଅସୁବିଧା ସୁବିଧା ସବୁ କାମ ନିର୍ଭର କରୁଛି। ଯଦି ସେ ନ ପାରୁଛନ୍ତି ମନକୁ ପଳେଇବା ଦରକାର। ଜଣେ କାମୁକା ଲୋକ ସେଠି ଦବା ମୋହନ ମାଝୀ, ତମେ ଟିକେ ଦେଖ, ସବ୍ କଲେକ୍ଟର ଟାଣୁଆ ଲୋକ ଟିକେ ଦିଅ, ଏ ଗରିବ ଲୋକଙ୍କ କାମ ହବ। ଖୋର୍ଦ୍ଧା କଲେକ୍ଟର ସବ୍ କଲେକ୍ଟର ଭିତରେ ଯୋଉ ଆଇଲାଣି, ତୁରନ୍ତ ତଦନ୍ତ କରି ତାଙ୍କୁ ବସେଇ ଦିଅ ସେକ୍ରେଟାରିଏଟରେ। ମୁଖ୍ୟମନ୍ତ୍ରୀ କିଛି ଦିନ ପୂର୍ବରୁ କହିଲେ ଯୋଉମାନେ କଳାବଜାରୀ କରିବେ ସେମାନଙ୍କୁ ହଟେଇ ଦେବେ। ଗ୍ରିଭାନ୍ସରେ 4 ଥର ଦିଆହେଲାଣି ତାଙ୍କ ତେରି ଏଗୁଡା ପାଣିର ଗାର, ଏଗୁଡା ଖାଲି ମୋହନ ମାଝୀ ଖାଲି ପାଣିର ଗାର। କାହିଁ ଗ୍ରିଭାନ୍ସ କରୁଛ? କେତେଟା କେସ୍ ଫଇସଲା କଲଣି ଆଜି ପର୍ଯ୍ୟନ୍ତ? କିଛି ନାହିଁ। ଏ ଡ୍ରାମା ବନ୍ଦ କର। ବେକାର ଏନଗେଜ ରହୁଛନ୍ତି ଅଫିସର ଗୁଡାକ, ଦିନ ତମା ପଳଉଛି। ତମେ ଆଉ ଏଗୁଡାକରେ ବେଶୀ ବାଟନି।